ଭାଲୁର ବୋକାମି। ନଈ କୂଳରେ ଜଣେ ଚାଷୀର ଆଖୁ କିଆରିଟିଏ ଥିଲା। ଗୋଟିଏ ଭାଲୁ ସବୁଦିନ ରାତିରେ ଆସି ସେ ଆଖୁ କିଆରିରେ ପଶି ଲୁଚି ଛପି ଆଖୁ ଖାଏ। ମିଠା ରସ ଖାଇ ଖୁସିରେ ଫେରିଯାଏ। ଦିନେ ଭାଲୁଟି ମନରେ ଭାବିଲା, ଏ ଗଛଟିର ରସ ଯଦି ଏତେ ମିଠା ଓ ସୁଆଦିଆ, ତେବେ ଏହି ଫଳ ସତରେ କେତେ ମିଠା ହୋଇନଥିବ। ଏହା ଭାବି ସେ ତା ପରଦିନ କିଆରି ଯାକ ବୁଲି ବୁଲି ଆଖୁ ଫଳ ଖୋଜିବାରେ ଲାଗିଗଲା। ଖୋଜୁ ଖୋଜୁ ଦେଖିଲା ଗୋଟିଏ ଆଖୁ ଗଛରେ କ'ଣ ଗୋଟାଏ ଗୋଲ ଗୋଲ ହୋଇ ଝୁଲୁଛି। ଭାଲୁ ଭାବିଲା, ଏଇଟି ଆଖୁ ଗଛର ଫଳ ହେଇଥିବ ନିଶ୍ଚୟ। ତାର ଭାରି ଲୋଭ ହେଲା। ଭାଲୁ ମନେ ମନେ ଭାବିଲା, ଏତେ କଷ୍ଟ କରି ପାଇଛି ଯେତେବେଳେ ଆଜି ଏ ଆଖୁ ଫଳ ଖାଇବି। ଆଖୁର ତ ଫଳ ନାହିଁ। ଆଖୁ ଗଛରେ ଗୋଟିଏ ମହୁ ଫେଣା ଝୁଲୁଥିଲା। ଏହା ଭାବି ଖାଇବାକୁ କୁଦା ମାରି ଭାଲୁ ଯେମିତି ମୁହଁ ଲଗାଇଛି, ଫେଣାଟି ଭାଙ୍ଗିଗଲା ଓ ଶହ ଶହ ମହୁମାଛି ରାଗି ଯାଇ ବସାରୁ ବାହାରି ଭାଲୁର ମୁହଁକୁ ଗୋଡ଼େଇ ଗୋଡ଼େଇ କାମୁଡ଼ିବାକୁ ଲାଗିଲେ। ଭାଲୁ ବିକଳରେ ଛଟପଟ ହୋଇ ଏକ ମୁହାଁ ହେଇ ବଣକୁ ପଳେଇ ଯାଉ ଯାଉ କହିଲା, ନାଇଁ ରେ ନାଇଁ, ଆଖୁ ଫଳ ଆଉ ଖାଇବି ନାହିଁ। ସେଇଦିନ ଠାରୁ ଭାଲୁ ଆଖୁ ଖାଇବାକୁ ଆଉ ସେ କିଆରିକୁ ଆସିଲା ନାହିଁ। ବୁଝି ବିଚାରି କାମଟି କରି ନଥିବାରୁ ଭାଲୁ ତାର ବୋକାମିର ଫଳ ଭୋଗିଲା।